ସମସ୍ତଙ୍କୁ ସ୍ୱାଗତ। ଆଜିର ଏହି ଡିପ୍ ଡ୍ରାଇଭ୍ରେ ଆମେ ଇତିହାସର କିଛି ଏମିତି ପୃଷ୍ଠା ଖୋଳିବାକୁ ଯାଉଛୁ ଯାହା ଆଜିର ସମାଜ ଏବଂ ଆମର ପରିଚୟକୁ ଗଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ହଁ, ନିଶ୍ଚିତ ଭାବରେ। ଆଉ ଆଜିର ଆମର ପ୍ରସଙ୍ଗ ହେଉଛି ଫ୍ରିଡମ୍ ଷ୍ଟ୍ରଗଲ୍ ଅଫ୍ ଓଡ଼ିଶା, ଦ ଲେଟ୍ ଫେଜ୍ ରେଜିଷ୍ଟାନ୍ସ, ମାନେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟରେ ହୋଇଥିବା ପ୍ରତିରୋଧ। ଏକଦମ। ଆମେ ସାଧାରଣତଃ ସ୍ୱାଧୀନତା ସଂଗ୍ରାମ କହିଲେ ରାସ୍ତାରେ ନାରାବାଜି କିମ୍ବା ଇଂରେଜ ପୋଲିସ ସହିତ ସଂଘର୍ଷକୁ ହିଁ ବୁଝୁ। ବୁଝିବା ବି ସ୍ୱାଭାବିକ, କାରଣ ଇତିହାସ ବହିରେ ଆମେ ସେୟା ହିଁ ପଢ଼ିଛେ। ସତ କଥା। କିନ୍ତୁ ଆଜି ଆମେ ଯେଉଁ ସୋର୍ସେସ୍ ଉପରେ ଆଲୋଚନା କରିବା ତାହା ଆମର ଏହି ପାରମ୍ପରିକ ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ଏହି ବିଶ୍ଳେଷଣ ମୁଖ୍ୟତଃ ନ୍ୟାସନାଲ୍ ହେରିଟେଜ୍ କ୍ଲାସିକ୍ ଫ୍ରେମୱାର୍କର ଐତିହାସିକ ତଥ୍ୟ ଏବଂ କିଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଲେକ୍ଚର ନୋଟ୍ସ ଉପରେ ଆଧାରିତ। ଏବଂ ଆମର ମିଶନ ହେଉଛି ଏକ ସ୍ପଷ୍ଟ ଚିତ୍ର ପାଇବା ଯେ କିପରି ତିନୋଟି ପ୍ୟାରାଲେଲ୍ ଫ୍ରଣ୍ଟସ୍ ବା ସମାନ୍ତରାଳ ମୋର୍ଚ୍ଚା ଆଧୁନିକ ଓଡ଼ିଶାର ରୂପରେଖା ତିଆରି କଲା। ଆଉ ସବୁଠାରୁ ବଡ଼ କଥା ହେଲା, କୌଣସି ପ୍ରକାରର ଇନଫୋ ଓଭରଲୋଡ୍ ନ ଦେଇ ଆମେ ଏହାକୁ ବୁଝିବା। ଏହି ତଥ୍ୟଗୁଡ଼ିକୁ ପଢ଼ିବା ସମୟରେ ମୋତେ ଗୋଟିଏ କଥା ବହୁତ ଆଶ୍ଚର୍ଯ୍ୟ କରିଥିଲା। କେଉଁ କଥା? ସେୟା ଯେ ସ୍ୱାଧୀନତା ପାଇବା ପୂର୍ବରୁ ହିଁ ଓଡ଼ିଶାରେ ଏକ ପ୍ରକାରର ପ୍ୟାରାଲେଲ୍ ଗଭର୍ଣ୍ଣମେଣ୍ଟ ଚାଲିଥିଲା। ମାନେ ଏହା କେବଳ ଏକ ରାଜନୈତିକ ବିଦ୍ରୋହ ନଥିଲା, ନିଜେ ନିଜକୁ ଶାସନ କରିବାର ଏକ ସୁସଂଗଠିତ ବ୍ୟବସ୍ଥା ଥିଲା। ଏହି ବିଷୟଟି ପ୍ରକୃତରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ, ଯେତେବେଳେ ଆମେ ଏହି ସୋର୍ସେସ୍ଗୁଡ଼ିକୁ ଗଭୀର ଭାବରେ ବିଶ୍ଳେଷଣ କରୁ, ଏହାକୁ କେବଳ ଇତିହାସର ଏକ ସାଧାରଣ ଘଟଣା ଭାବେ ଦେଖିବା ଠିକ୍ ହେବନି। ହଁ, ତାହା ଏକ ବହୁତ ବଡ଼ ଆଡମିନିଷ୍ଟ୍ରେଟିଭ୍ ଆଚିଭମେଣ୍ଟ ଥିଲା। ବିଲକୁଲ। ଆମେ ଏହାକୁ ଏକ ମାଷ୍ଟର କ୍ଲାସ୍ ଇନ୍ ଆଡମିନିଷ୍ଟ୍ରେସନ ବୋଲି ନିଶ୍ଚିତ ଭାବରେ କହିପାରିବା। ସେହି ସମୟର ନେତୃତ୍ୱବୃନ୍ଦ କେବଳ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ୁନଥିଲେ, ଭବିଷ୍ୟତରେ ନିଜେ କିପରି ଏକ ସୁଦୃଢ଼ ସରକାର ଚଳାଇବେ ସେଥିପାଇଁ ପ୍ରସ୍ତୁତ ହେଉଥିଲେ। ସେମାନେ ଜାଣିଥିଲେ ଯେ ଖାଲି ସ୍ୱାଧୀନତା ମିଳିଗଲେ ହବନି, ତାକୁ ଚଳାଇବା ପାଇଁ ଏକ କାପାସିଟି ଦରକାର। ଏହି ସୋର୍ସ ମେଟେରିଆଲ ଆମକୁ ସ୍ପଷ୍ଟ ଦର୍ଶାଏ ଯେ ସ୍ୱାଧୀନତା ପ୍ରାପ୍ତିର ଯାତ୍ରା କେବଳ ଗୋଟିଏ ଦିଗରେ ସୀମିତ ନଥିଲା। ଠିକ୍ ଅଛି, ଆସନ୍ତୁ ଏହାକୁ ଅନପ୍ୟାକ୍ କରିବା। ଆମ ନୋଟ୍ସ ଅନୁଯାୟୀ ଏହି ଲେଟ୍ ଷ୍ଟେଜ୍ ଇଣ୍ଡିପେଣ୍ଡେନ୍ସ ମୁଭମେଣ୍ଟ ମୁଖ୍ୟତଃ ତିନୋଟି ପ୍ୟାରାଲେଲ୍ ଫ୍ରଣ୍ଟସରେ ବିଭକ୍ତ ଥିଲା। ପ୍ରଥମଟି ହେଉଛି ଅର୍ଗାନାଇଜେସନାଲ ସେଟଅପ୍, ଦ୍ୱିତୀୟରେ ସୋସିଆଲ ଆୱେୟାରନେସ୍ ଏବଂ ତୃତୀୟରେ ଡୁଆଲ ଫ୍ରଣ୍ଟ ରେଜିଷ୍ଟାନ୍ସ। ହଁ, ଯଦି ଆମେ ପ୍ରଥମ ଦିଗ ଅର୍ଥାତ୍ ଅର୍ଗାନାଇଜେସନାଲ ସେଟଅପ୍କୁ ଦେଖିବା, କଂଗ୍ରେସ ପାର୍ଟି ନିଜ ଭିତରେ 4ଟି ଡେଡିକେଟେଡ୍ ଆଡମିନିଷ୍ଟ୍ରେଟିଭ୍ ଡିପାର୍ଟମେଣ୍ଟ ସୃଷ୍ଟି କରିଥିଲା। ଯାହା ଶୁଣିବାକୁ ଆଜିର ଏକ ସରକାରୀ କ୍ୟାବିନେଟ୍ ଭଳି ଲାଗୁଛି। ଏକଦମ ଆଜିର ମନ୍ତ୍ରିମଣ୍ଡଳ ପରି। ପ୍ରଥମ ବିଭାଗଟି ଥିଲା ମୁଭମେଣ୍ଟ ଡିପାର୍ଟମେଣ୍ଟ। ଏବଂ ଏହି ମୁଭମେଣ୍ଟ ଡିପାର୍ଟମେଣ୍ଟର ଅଧ୍ୟକ୍ଷ ଥିଲେ ହରେକୃଷ୍ଣ ମହତାବ। ଏହି ବିଭାଗର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେକୌଣସି ଆନ୍ଦୋଳନ ବା ପ୍ରତିବାଦକୁ ସୁଚାରୁ ରୂପେ ପରିଚାଳନା କରିବା। ଏହା ଏକ ପ୍ରକାରର ଆଇନ ଶୃଙ୍ଖଳା ରକ୍ଷା କରିବାର ଦାୟିତ୍ୱ ଥିଲା। ଆଚ୍ଛା, ମାନେ ଆନ୍ଦୋଳନ ଯେପରି ବିଶୃଙ୍ଖଳିତ ନ ହୁଏ ସେଥିପାଇଁ। ହଁ, ସେହି ଦାୟିତ୍ୱ ତାଙ୍କ ଉପରେ ଥିଲା। ଏହା ସହିତ ସାମାଜିକ ଦିଗକୁ ସମ୍ଭାଳିବା ପାଇଁ ଆଉ 2ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଥିଲା। ଦ୍ୱିତୀୟଟି ହେଉଛି ହରିଜନ ଡିପାର୍ଟମେଣ୍ଟ, ଯାହାର ଦାୟିତ୍ୱରେ ଥିଲେ ରାଧାକୃଷ୍ଣ ବିଶ୍ୱାସ ରାୟ। ଏବଂ ତୃତୀୟରେ ଥିଲା ମାଇନରିଟି ଡିପାର୍ଟମେଣ୍ଟ ବା ସଂଖ୍ୟାଲଘୁ ବିଭାଗ, ଯାହାର ଅଧ୍ୟକ୍ଷ ଥିଲେ ମୌଲାନା ମହମ୍ମଦ ଅତାହର। ଏହି ବିଭାଗଗୁଡ଼ିକର ନାମରୁ ହିଁ ଜଣାପଡ଼ୁଛି ଯେ ସେମାନେ ସମାଜର ଅବହେଳିତ ଶ୍ରେଣୀକୁ ଆନ୍ଦୋଳନର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଚାହୁଁଥିଲେ। ନିଶ୍ଚିତ ଭାବରେ। ଆଉ ଚତୁର୍ଥ ବିଭାଗଟି ଥିଲା ଚରଖା ଡିପାର୍ଟମେଣ୍ଟ, ଯାହାକୁ ୟୁପିସି ବା ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ଏକ ସବ୍ କମିଟି ପରିଚାଳନା କରୁଥିଲା। ଏହି 4ଟି ବିଭାଗକୁ ଏକାଠି ଦେଖିଲେ ଏକ ପ୍ରଶ୍ନ ଆସେ, ଆନ୍ଦୋଳନ ସମୟରେ ଏତେ ସୁସଂଗଠିତ ଭାବରେ ବିଭାଗ ବାଣ୍ଟିବାର କାରଣ କ'ଣ ଥିଲା? ଏହାର ସିଧା ଉତ୍ତର ହେଉଛି ଆଡମିନିଷ୍ଟ୍ରେଟିଭ୍ କାପାସିଟି ବିଲ୍ଡିଂ। ସେମାନେ ଜାଣିଥିଲେ ଯେ ଯେତେବେଳେ ବ୍ରିଟିଶମାନେ ଦେଶ ଛାଡ଼ି ପଳାଇବେ, ତାପରେ ଏକ ବିଶାଳ ଦେଶକୁ ଚଲାଇବ କିଏ? ତେଣୁ ଏହି ବିଭାଗଗୁଡ଼ିକ ଭବିଷ୍ୟତ ସରକାରର ଏକ ଟ୍ରେନିଂ ଗ୍ରାଉଣ୍ଡ ଥିଲା। ଆଇନ ଶୃଙ୍ଖଳା ଏବଂ ଅର୍ଥନୈତିକ ସ୍ୱାବଲମ୍ବନଶୀଳତା ପର୍ଯ୍ୟନ୍ତ ଏକ ରାଷ୍ଟ୍ର ଗଠନ ପାଇଁ ଯାହା ଦରକାର, ତାହା ସବୁ ଏଥିରେ ଅନ୍ତର୍ଭୁକ୍ତ ଥିଲା। କେବଳ ବର୍ତ୍ତମାନ ପାଇଁ ନୁହେଁ, ଆସନ୍ତାକାଲିର ସରକାର ପାଇଁ ମଧ୍ୟ ପ୍ରସ୍ତୁତି। ଆଉ ଏଠାରେ ବିଷୟଟି ରିଏଲି ଇଣ୍ଟରେଷ୍ଟିଂ ହୋଇଯାଏ। ଆମେ ଦ୍ୱିତୀୟ ମୋର୍ଚ୍ଚା ବିଷୟରେ କହୁଛେ, ଠିକ୍ ନା? ହଁ, ସୋସିଆଲ ଆୱେକନିଂ। ଏଠାରେ ଏକ ବହୁତ ସମ୍ବେଦନଶୀଳ ଐତିହାସିକ ଘଟଣା ଅଛି। 1934 ମଇରେ ମହାତ୍ମା ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିଥିଲେ, ଯାହା ଝାରସୁଗୁଡ଼ାରୁ ଆରମ୍ଭ ହୋଇ ପୁରୀ ପର୍ଯ୍ୟନ୍ତ ବ୍ୟାପିଥିଲା। ଆଉ ସାଧାରଣତଃ ଆମେ ଭାବୁ ଯେ ଏତେ ବଡ଼ ନେତାଙ୍କ ଗସ୍ତ ମାନେ କେବଳ ଇଂରେଜ ବିରୋଧୀ ଭାଷଣ
କିମ୍ବା ପଲିଟିକାଲ ଡିମାଣ୍ଡସ୍ ଉପରେ ଆଲୋଚନା ହୋଇଥିବ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଗାନ୍ଧୀ ଏ ଗସ୍ତରେ ରାଜନୈତିକ ଦାବି ଅପେକ୍ଷା ସୋସିଆଲ ରିଫର୍ମ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦେଇଥିଲେ। ଏବଂ ଏହି ଗସ୍ତର ସବୁଠାରୁ ଶକ୍ତିଶାଳୀ ଘଟଣା ଥିଲା ଦ ଜଗନ୍ନାଥ ଟେମ୍ପଲ ବୟକଟ୍, ଯାହା ପୂରା ସମାଜକୁ ଦୋହଲାଇ ଦେଇଥିଲା। ସତରେ ଯେତେବେଳେ ମହାତ୍ମା ଗାନ୍ଧୀ ପୁରୀରେ ପହଞ୍ଚିଲେ ସମସ୍ତେ ଆଶା କରିଥିଲେ ଯେ ସେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ, କିନ୍ତୁ ସେ ମନ୍ଦିରରେ ପ୍ରବେଶ କରିବାକୁ ସିଧା ମନା କରିଦେଇଥିଲେ। ଏହା ପଛର କାରଣ ବହୁତ ସ୍ପଷ୍ଟ ଥିଲା। ସେହି ସମୟରେ ମନ୍ଦିରଟି ହରିଜନମାନଙ୍କ ପାଇଁ ସମ୍ପୂର୍ଣ୍ଣ ରୂପେ ବନ୍ଦ ଥିଲା। ଗୋଟିଏ ନିର୍ଦ୍ଦିଷ୍ଟ ଶ୍ରେଣୀକୁ ଈଶ୍ୱରଙ୍କ ଦର୍ଶନରୁ ବଞ୍ଚିତ କରାଯାଉଥିଲା। ଯେଉଁ ଠାକୁରଙ୍କୁ ଆମେ ଜଗତର ନାଥ ବୋଲି କହୁ, ତାଙ୍କ ମନ୍ଦିରକୁ ଯିବାକୁ ଏତେ ବଡ଼ ନେତା ମନା କରିଦେଲେ, ଏହା ସେ ସମୟରେ କେତେ ବଡ଼ ଖବର ହୋଇଥିବ ଆମେ ଅନୁମାନ କରିପାରିବା। ଏଠି ସବୁଠାରୁ ଫ୍ୟାସିନେଟିଂ କଥା ହେଉଛି ଗାନ୍ଧୀଙ୍କର ଅବିଚଳିତ ବିଚାରଧାରା। ପୁରୀ ଭଳି ଏକ ରକ୍ଷଣଶୀଳ ସହରରେ ଏଭଳି ନିଷ୍ପତ୍ତି ନେବା ମାନେ ସିଧାସଳଖ ଶକ୍ତିଶାଳୀ ସାମାଜିକ ବ୍ୟବସ୍ଥାକୁ ଆହ୍ୱାନ ଦେବା। ଏହା ଆବ୍ସୋଲ୍ୟୁଟ୍ ସୋସିଆଲ ଇକ୍ୱାଲିଟି ପାଇଁ ଏକ ଦୃଢ଼ ଦାବି ଥିଲା। ବିଲକୁଲ, ଯେଉଁ ସମାଜ ନିଜ ଲୋକଙ୍କ ମଧ୍ୟରେ ଭେଦଭାବ ରଖେ ସେ ସ୍ୱାଧୀନତା ପାଇବାକୁ ଯୋଗ୍ୟ ନୁହେଁ। ଏହା ଏକ ସୋସିଆଲି ୟୁନିଫାଇଡ୍ ଇଣ୍ଡିପେଣ୍ଡେନ୍ସ ଫ୍ରଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ମାନେ ବ୍ରିଟିଶମାନଙ୍କ ତଳିବା ଆଗରୁ ପ୍ରଥମେ ନିଜ ଭିତରୁ ଏହି ଅନଟଚେବିଲିଟିକୁ ତଳିବାକୁ ପଡ଼ିବ। 1934ର ଏହି ସାମାଜିକ ସଂସ୍କାର ପରେ ଗୋଟେ ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ସାମ୍ନାକୁ ଆସେ। ହଁ, ଏବେ ଆମେ ପଲିଟିକାଲ ରିବେଲିୟନ ପର୍ଯ୍ୟାୟକୁ ଆସୁଛି, ଯାହାକୁ ଆମ ନୋଟ୍ସରେ ଦ ପ୍ରଜାମଣ୍ଡଳ ମୁଭମେଣ୍ଟ ବୋଲି କୁହାଯାଇଛି। ଆଉ ଏହା ହିଁ ହେଉଛି ଆମର ତୃତୀୟ ମୋର୍ଚ୍ଚା, ଡୁଅଲ୍ ଫ୍ରଣ୍ଟ ରେଜିଷ୍ଟାନ୍ସ। କିନ୍ତୁ ଏଠାରେ ସ୍ପଷ୍ଟ କରିବା ଦରକାର ଯେ ଏହି ଲଢ଼େଇ ସିଧାସଳଖ ଇଂରେଜମାନଙ୍କ ସହ ନଥିଲା। ନା, ଏହା ଥିଲା ପ୍ରିନ୍ସଲି ଷ୍ଟେଟ୍ସ ବା ଗଡ଼ଜାତ ରାଜ୍ୟଗୁଡ଼ିକର ସ୍ଥାନୀୟ ରାଜାମାନଙ୍କ ବିରୁଦ୍ଧରେ, ପ୍ରଜାମାନଙ୍କ ଉପରେ ହେଉଥିବା ଅମାନବୀୟ ଅତ୍ୟାଚାର ବିରୋଧରେ। ଆମ ସୋର୍ସରେ 4ଟି ନିର୍ଦ୍ଦିଷ୍ଟ ଟର୍ମିନୋଲୋଜିର ଉଲ୍ଲେଖ ଅଛି ଯାହା ଶୋଷଣର ଚିତ୍ରକୁ ସ୍ପଷ୍ଟ କରେ। ପ୍ରଥମଟି ହେଲା ବେଠି। ବେଠି ମାନେ ଫୋର୍ସଡ୍ ଅନପେଡ୍ ଲେବର। ଗରିବ ଚାଷୀ ଦିନତମାମ ସରକାରୀ କାମ କରିବ, କିନ୍ତୁ ତାକୁ କୌଣସି ପାରିଶ୍ରମିକ ମିଳିବ ନାହିଁ। ଏହା ତ ପୁରା କ୍ରୀତଦାସ ପ୍ରଥା ବୋଲି ଥିଲା। ଆଉ ତାପରେ ଥିଲା ବେଗାରୀ। ବେଗାରୀରେ ଲୋକଙ୍କ ଇଚ୍ଛା ନଥାଇ ମଧ୍ୟ କମ୍ପଲସରି ମ୍ୟାନୁଆଲ ଲେବର କରିବାକୁ ବାଧ୍ୟ କରାଯାଉଥିଲା। ଏବଂ ତୃତୀୟ ଶବ୍ଦଟି ହେଉଛି ରସଦ, ଯାହା ଭିଜିଟିଂ ଅଫିସିଆଲ୍ସମାନଙ୍କ ପାଇଁ ଫୋର୍ସଡ୍ ସପ୍ଲାଏ ଅଫ୍ ପ୍ରୋଭିଜନ୍ସ ଥିଲା। ମାନେ ଯେତେବେଳେ କୌଣସି ବ୍ରିଟିଶ ଅଧିକାରୀ ବା ରାଜାଙ୍କ କର୍ମଚାରୀ ଆସିବେ, ଗାଁ ଲୋକମାନେ ନିଜ ଖର୍ଚ୍ଚରେ ସେମାନଙ୍କର ରହଣି ଓ ଖାଇବାର ବିଳାସପୂର୍ଣ୍ଣ ବ୍ୟବସ୍ଥା କରିବେ। ନିଜ ଘରେ ଖାଇବାକୁ ନଥିଲେ ବି ଦେବାକୁ ବାଧ୍ୟ। ଆଉ ଚତୁର୍ଥଟି ସବୁଠାରୁ ଭୟଙ୍କର ଥିଲା ମାଗଣ। ହଁ, ମାଗଣ ହେଉଛି ଏକ୍ସଟର୍ସନେଟ୍ ଆର୍ବିଟ୍ରେରୀ ଫାଇନାନ୍ସିଆଲ ଡିମାଣ୍ଡସ୍। କୌଣସି ନିୟମ ନ ମାନି ରାଜାମାନେ ଯେତେବେଳେ ଚାହିଁଲେ ବଳପୂର୍ବକ ଟଙ୍କା ଆଦାୟ କରୁଥିଲେ। ଏଭଳି ବ୍ୟବସ୍ଥା ବିରୋଧରେ ଲୋକେ ଯେ ବିଦ୍ରୋହ କଲେ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ଏହାକୁ ଦ୍ୱିମୁଖୀ ପ୍ରତିରୋଧ କାହିଁକି କୁହାଯାଏ? ଯଦି ଆମେ ଏହାକୁ ବିଗର ପିକ୍ଚର ସହିତ କନେକ୍ଟ କରିବା ତେବେ ବୁଝିପାରିବା। ଆମ ସୋର୍ସରେ ଗୋଟିଏ ଲାଇନ୍ ଅଛି, ଓଭରଆର୍ଚିଂ ବ୍ରିଟିଶ ସପୋର୍ଟ। ଆଚ୍ଛା, ମାନେ ଏହି ରିଜନାଲ ମନାକ୍ସମାନଙ୍କୁ ବ୍ରିଟିଶ ସରକାରଙ୍କର ପୂର୍ଣ୍ଣ ସମର୍ଥନ ଥିଲା? ଏକଦମ। ଇଂରେଜମାନେ ଚାହୁଁଥିଲେ ଯେ ଏହି ରାଜାମାନେ ତାଙ୍କ ପାଇଁ ଏକ ବଫରର କାମ କରନ୍ତୁ। ତେଣୁ ଯେତେବେଳେ ଲୋକମାନେ ରାଜାଙ୍କ ବିରୋଧରେ ଲଢ଼ିଲେ, ତାହା ପରୋକ୍ଷରେ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ମଧ୍ୟ ଲଢ଼େଇ ଥିଲା। ଜୁଲାଇ 11, 1938 ମସିହାରେ ରଥଯାତ୍ରା ଦିନ ଗୋରିଆମାଳାଠାରେ ଏହି ପ୍ରତିରୋଧ ଏକ ଆନୁଷ୍ଠାନିକ ରୂପ ନେଲା ଏବଂ ଏହାର ନେତୃତ୍ୱ ନେଇଥିଲେ ଏଚ୍.କେ. ମହତାବ ଏବଂ ସରଂଧର ଦାସ। ଏବଂ ଏହି ବିଦ୍ରୋହର ଏକ ଫ୍ଲାsh ପଏଣ୍ଟ ଥିଲା ଢେଙ୍କାନାଳ। ହଁ, ଢେଙ୍କାନାଳ ଅପରାଇଜିଂ। ସେଠାରେ ଲୋକଙ୍କ ଅସନ୍ତୋଷ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲା। ଆଉ ଶ୍ରୀ ବୈଷ୍ଣବଚରଣ ପଟ୍ଟନାୟକ ଲୋକମାନଙ୍କୁ ଏକାଠି କରିବାରେ ବହୁତ ବଡ଼ ଭୂମିକା ଗ୍ରହଣ କରିଥିଲେ। ଏହି ଢେଙ୍କାନାଳ ବିଦ୍ରୋହ ଏତେ ଶକ୍ତିଶାଳୀ ଥିଲା ଯେ ବ୍ରିଟିଶ ସରକାର ବାଧ୍ୟ ହୋଇ ରାଜାଙ୍କ ଶାସନ କ୍ଷମତାକୁ ଛଡ଼ାଇ ନେଲେ। ତାକୁ ୱିଥଡ୍ର ଦ କିଙ୍ଗ's ଗଭର୍ଣ୍ଣିଂ ପାୱାର୍ସ ବୋଲି ସୋର୍ସରେ କୁହାଯାଇଛି। ଏହା ଏକ ବହୁତ ବଡ଼ ବିଜୟ ଥିଲା। କିଛି ତୁରନ୍ତ କ୍ୱାଣ୍ଟିଫାଏବଲ୍ ଆଡମିନିଷ୍ଟ୍ରେଟିଭ୍ କନସେସନ୍ସ ମିଳିଲା। ପ୍ରଥମେ ଭେତି ଆନୁଷ୍ଠାନିକ ଭାବେ ଉଚ୍ଛେଦ ହେଲା, ଦ୍ୱିତୀୟରେ ଗିରଫ ନେତାମାନେ ମୁକୁଳିଲେ, ଆଉ ତୃତୀୟରେ ଲ୍ୟାଣ୍ଡ ଟ୍ୟାକ୍ସକୁ 4 ଅଣାରୁ କମାଇ 2 ଅଣା କରିଦିଆଗଲା। ଏହି ବିଜୟର ପ୍ରଭାବ କେବଳ ଢେଙ୍କାନାଳରେ ସୀମିତ ନଥିଲା, ଏହାର ଏକ କ୍ୟାସ୍କେଡିଂ ମୁଭମେଣ୍ଟ ବା ଡମିନୋ ଇଫେକ୍ଟ ଦେଖିବାକୁ ମିଳିଲା। ଅନ୍ୟ ଗଡ଼ଜାତର ରାଜ୍ୟଗୁଡ଼ିକରେ ମଧ୍ୟ ଏହା ବ୍ୟାପିଲା ନା? ହଁ, ତାଲଚେର, ଗାଙ୍ଗପୁର, ରଣପୁର, ନୟାଗଡ଼, ବଣାଇ, ସୋନପୁର ଏବଂ ମୟୂରଭଞ୍ଜ ପରି ଅଞ୍ଚଳକୁ ବ୍ୟାପିଗଲା। ଏହି ଆନ୍ଦୋଳନଗୁଡ଼ିକ
ରିଜନାଲ ମୋନାର୍କିର ପତନର କାରଣ ସାଜିଲା ଏବଂ ଡିସ୍ପାରେଟ୍ ପ୍ରିନ୍ସଲି ଷ୍ଟେଟ୍ସକୁ ଏକତ୍ରିତ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କଲା। ମାନେ ଏକ ୟୁନିଫାଇଡ୍ ଓଡ଼ିଶା ଗଠନ ଦିଗରେ ଏହା ପ୍ରମୁଖ ପଦକ୍ଷେପ ଥିଲା। ତାହେଲେ ଏସବୁର ମାନେ କ'ଣ ସାମାଜିକ ସଂସ୍କାର ହେଲା, ପ୍ରଜାମଣ୍ଡଳ ବିଦ୍ରୋହ ହେଲା। ଏବେ ଆମେ 1940ର ଇଣ୍ଡିଭିଜୁଆଲ ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ ଉପରେ ଆଲୋଚନା କରିବା। ଯାହା ସିଧାସଳଖ ବ୍ରିଟିଶ ସାମ୍ରାଜ୍ୟବାଦ ଆଡ଼କୁ ଏକ ଖୋଲା ଆହ୍ୱାନ ଥିଲା। ଏହାର ପୃଷ୍ଠଭୂମି ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ମାର୍ଚ୍ଚ 1940ରେ ଆଇଏନ୍ସିର ରାମଗଡ଼ ଅଧିବେଶନରେ ନିଷ୍ପତ୍ତି ନିଆଗଲା ଯେ ସେମାନେ ଇଂରେଜମାନଙ୍କର ଇମ୍ପେରିଆଲ ୱାର ଏଫର୍ଟସକୁ ସମର୍ଥନ କରିବେ ନାହିଁ, ଯାହାକୁ ନ୍ୟାସନାଲ ଆଣ୍ଟି ୱାର ଷ୍ଟାନ୍ସ କୁହାଯାଏ। ଆଉ ଓଡ଼ିଶା ମଧ୍ୟ ଏହି ନୀତିକୁ ଆପଣାଇ ପ୍ରସ୍ତୁତି ଆରମ୍ଭ କଲା। ସେପ୍ଟେମ୍ବର 27, 1940ରେ ୟୁପିସିସି ହରେକୃଷ୍ଣ ମହତାବଙ୍କୁ ଜେନେରାଲ ଡିରେକ୍ଟର ଭାବେ ନିଯୁକ୍ତ କଲା। ଆଉ ଡିସେମ୍ବର 1, 1940ରେ ଆନ୍ଦୋଳନ ଆରମ୍ଭ ହେଲା। ମହତାବ ରେମୁଣାଠାରେ ଏକ ଅତ୍ୟନ୍ତ ସାହସିକ ଡିଫାଏଣ୍ଟ ଆଣ୍ଟି ୱାର ସ୍ପିଚ୍ ଦେଲେ। ଏବଂ ସେହି ପ୍ରଥମ ଦିନରେ ହିଁ ତାଙ୍କ ଗିରଫ କରି ନିଆଗଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ମୁଖ୍ୟ ନେତା ଗିରଫ ହେବା ସତ୍ତ୍ୱେ ଆନ୍ଦୋଳନ ଅଟକି ନଥିଲା। ଏହା ମାର୍ଚ୍ଚ 1941 ପର୍ଯ୍ୟନ୍ତ ଚାଲିଲା। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରେ। ଯେତେବେଳେ ମୁଖ୍ୟ ନେତା ପ୍ରଥମ ଦିନରେ ଗିରଫ ହେଉଛନ୍ତି, ତଥାପି ଆନ୍ଦୋଳନ ସୁଚାରୁ ରୂପେ ଚାଲୁଛି, ଏହା କ'ଣ ଦର୍ଶାଉଛି? ଆମେ ଯେଉଁ ଚାରିଟି ବିଭାଗ ବିଷୟରେ ପ୍ରଥମେ ଆଲୋଚନା କରୁଥିଲେ, ତାର ପ୍ରଭାବ ବୋଧହୁଏ। ବିଲକୁଲ। ଏହା ପ୍ରମାଣ କଲା ଯେ ଓଡ଼ିଶା କେବଳ ପ୍ରଶାସନିକ ସ୍ତରରେ ବା ଆଡମିନିଷ୍ଟ୍ରେଟିଭ ରେଡିନେସ୍ରେ ପ୍ରସ୍ତୁତ ନଥିଲା, ବରଂ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ଖୋଲାଖୋଲି ବିଦ୍ରୋହ କରିବାକୁ ମଧ୍ୟ ଜନସାଧାରଣ ସକ୍ଷମ ଥିଲେ। ଲୋକମାନେ ଶୃଙ୍ଖଳାର ସହ ନେତାଙ୍କ ଅନୁପସ୍ଥିତିରେ ବି ଆନ୍ଦୋଳନ ଚଳାଇଲେ। ଏବେ ଆମେ ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଛେ। ତିନୋଟି ଭିନ୍ନ ମୋର୍ଚ୍ଚାରେ ଯେଉଁ ଲଢ଼େଇ ହେଲା, ତାକୁ ଏକାଠି କରି କିପରି ଏକ ନିଷ୍କର୍ଷ ବାହାର କରିବା? ଆମର ସୋର୍ସରେ ଏକ ବହୁତ ଚମତ୍କାର ଭେନ୍ ଡାୟାଗ୍ରାମ ଅଛି, ଯାହା ଦ ବିଗ୍ ସିନ୍ଥେସିସ୍କୁ ବୁଝାଏ। ଏଥିରେ ଲେଖାଅଛି, ସାଇମଲ୍ଟେନିୟସ୍ ଭିକ୍ଟରିଜ୍ ଆକ୍ରସ୍ 3 ଡିଷ୍ଟିଙ୍କ୍ଟ ଫ୍ରଣ୍ଟସ୍ ଫୋର୍ଜଡ୍ ମଡର୍ନ ଓଡ଼ିଶା। ଅର୍ଥାତ୍ ତିନୋଟି ସ୍ୱତନ୍ତ୍ର ମୋର୍ଚ୍ଚାରେ ମିଳିଥିବା ବିଜୟ ହିଁ ଆଧୁନିକ ଓଡ଼ିଶାକୁ ଗଢ଼ିଛି। ହଁ, ପ୍ରଥମଟି ହେଲା ସୋସିଆଲ ଇକ୍ୱାଲିଟି କ୍ୟାମ୍ପେନ୍ସ, ଯାହା ହରିଜନମାନଙ୍କ ପାଇଁ କାମ କଲା ଏବଂ ଷ୍ଟ୍ରକ୍ଚରାଲ ଡିସ୍କ୍ରିମିନେସନ୍ ଦୂର କଲା। ଦ୍ୱିତୀୟଟି ହେଲା ପ୍ରଜାମଣ୍ଡଳ ମୁଭମେଣ୍ଟ, ଯାହା ସାମନ୍ତବାଦୀ ଶୋଷଣକୁ ସମାପ୍ତ କରି ଖଣ୍ଡିତ ରାଜ୍ୟଗୁଡ଼ିକୁ ମିଶାଇଲା ଏବଂ ଭୌଗୋଳିକ ଏକତା ଆଣିଲା। ଆଉ ତୃତୀୟଟି ହେଲା ସିଭିଲ ଡିସୋବିଡିଏନ୍ସ, ଯାହା ସାମ୍ରାଜ୍ୟବାଦୀ ବିରୋଧରେ ବିଦ୍ରୋହ କରି ପ୍ରଶାସନିକ ଦକ୍ଷତା ଏବଂ ନିର୍ଭୀକତା ପ୍ରମାଣିତ କଲା। ଏହି ସାମାଜିକ ନ୍ୟାୟ, ଭୌଗୋଳିକ ଏକତା ଏବଂ ପ୍ରଶାସନିକ ପ୍ରସ୍ତୁତି ମିଶି ମଡର୍ଣ୍ଣ ଓଡ଼ିଶାର ଜନ୍ମ ଦେଲା। ଏହି ସମସ୍ତ ତଥ୍ୟକୁ ବିଶ୍ଳେଷଣ କଲେ ଆମେ ଶିଖୁଛେ ଯେ ଗୋଟିଏ ସଶକ୍ତ ରାଜ୍ୟ ଗଠନ ପାଇଁ କେବଳ ବାହ୍ୟ ଶତ୍ରୁ ସହ ଲଢ଼ିଲେ ଯଥେଷ୍ଟ ହୋଇନଥାନ୍ତା। ନିଜ ଭିତରେ ଥିବା ସାମାଜିକ ବୈଷମ୍ୟ, ସ୍ଥାନୀୟ ଶୋଷଣ ଏବଂ ପ୍ରଶାସନିକ ଦୁର୍ବଳତାକୁ ମଧ୍ୟ ସୁଧାରିବାକୁ ପଡ଼ିବ। ଏବଂ ସେହି ସମୟର ନେତା ଓ ଜନତାଙ୍କର ସେହି ଦୂରଦୃଷ୍ଟି ଥିଲା ବୋଲି ଆଜି ଆମେ ଏକ ସୁଦୃଢ଼ ଓଡ଼ିଶା ଦେଖୁଛୁ। ଆଲୋଚନାକୁ ଶେଷ କରିବା ପୂର୍ବରୁ ଗୋଟିଏ ନୂଆ ଚିନ୍ତାଧାରା ଉପରେ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁବି। ଆଜି ଆମେ ଦେଖିଲେ କିପରି ପ୍ରଜାମଣ୍ଡଳ ମୁଭମେଣ୍ଟ ବିଭିନ୍ନ ଗଣଜାତ ରାଜ୍ୟକୁ ଏକାଠି କଲା। କିନ୍ତୁ ଟିକେ ଭାବି ଦେଖନ୍ତୁ, ସେହି ଅଲଗା ଅଲଗା ରାଜ୍ୟଗୁଡ଼ିକର ଏକାଠି ହେବା ପ୍ରକ୍ରିୟା ଏତେ କ୍ଷିପ୍ର ଥିଲା ଯେ କ'ଣ ଆଜି ବି ଆମ ଆଧୁନିକ ଓଡ଼ିଶାରେ ସେହି ପୁରୁଣା ରାଜ୍ୟଗୁଡ଼ିକର କିଛି ଅଦୃଶ୍ୟ ସାଂସ୍କୃତିକ ସୀମାରେଖା ବା ଇନଭିଜିବଲ୍ କଲଚରାଲ ବାଉଣ୍ଡରିଜ୍ ରହିଯାଇଛି କି? ଏହା ଏକ ଗଭୀର ବିଷୟ। ହଁ, ଯେଉଁ ସୀମାରେଖାକୁ ହୁଏତ ଆମେ ଆଜି ମାନଚିତ୍ରରେ ଦେଖିପାରୁନାହୁଁ, କିନ୍ତୁ ଆମର ଦୈନନ୍ଦିନ ଜୀବନରେ, ଆମର ପରମ୍ପରାରେ, ବିବାହ ପ୍ରଥାରେ କିମ୍ବା କଥାବାର୍ତ୍ତାର ଶୈଳୀରେ ଆମେ ଆଜି ବି ଅନୁଭବ କରୁଛୁ। କ'ଣ ସେହି ପୁରୁଣା ଗଡ଼ଜାତ ଅଞ୍ଚଳର ଛାପ ଆଜି ମଧ୍ୟ ଆମ ମାନସିକତାରେ ଲୁଚି ରହିଛି? ଏହା ଉପରେ ନିଶ୍ଚୟ ଚିନ୍ତା କରାଯାଇପାରେ। ଆଜି ପାଇଁ ଆମର ଏହି ଡିପ୍ ଡାଇଭ୍କୁ ଏତିକିରେ ଶେଷ କରୁଛୁ। ସମସ୍ତଙ୍କୁ ଧନ୍ୟବାଦ।